ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ହେଲେ ପୂର୍ବେ ଆମେ ଆଲୋଚନା କରିଥିଲେ, ତାହେଲେ ଆମେ ଜାଣିଲେ ଯେ ଦେଖିଲେ ତୁମମାନଙ୍କର 177 ପେଜକୁ ଦେଖ। ଯଦି କହିବା ତାହେଲେ ଆମେ ଜାଣିଲେ ଯେ ବ୍ରଜବାବୁ ହାରାହାରି 20 ଦିନ ଅଫିସ ଟୁରେ ଯାଆନ୍ତି, ଆଉ ବାକି 10 ଦିନ ଅଫିସ କାମ କରନ୍ତି। ତାହେଲେ ସ୍ତ୍ରୀଙ୍କୁ ସମୟ ଦେବାକୁ ତାଙ୍କ ପାଖେ ବିଲକୁଲ ବି ସମୟ ନାହିଁ। ତାହେଲେ ସେଇଥିପାଇଁ ହେଇଛି ଏ କଥା ଆଉ କଣ। ଏବଂ ତାପରେ କଣ ହେଇଛି ଦେଖିଲେ, ଶିବୁ ବାବୁ କହୁଛନ୍ତି, ଶିବୁ ବାବୁ ପଚାରିଲେ ସ୍ତ୍ରୀଙ୍କୁ ସିନେମା ଥିଏଟର ଦେଖେଇ ନିଅନ୍ତି? ବ୍ରଜବାବୁ କହିଲେ ସମୟ କାହିଁ, ସେ ତାଙ୍କର ନିଜେ ଯାଆନ୍ତି। ଶିବୁ ବାବୁ କହିଲେ ଆଚ୍ଛା, ସ୍ତ୍ରୀଙ୍କୁ ତୁମେ ଖୁବ ସୁନ୍ଦର ବୋଲି କେବେ କହିଛନ୍ତି? ବ୍ରଜବାବୁ କହିଲେ ମନେ ପଡୁନି ଆଜ୍ଞା, ମନେ ହଉନି ଆଜ୍ଞା। ବୁଝିପାରିଲା? ବ୍ରଜବାବୁ କହୁଛନ୍ତି ମନେ ପଡୁନି ଆଜ୍ଞା, ସେ ବାହାଘର ବେଳେ ଥରେ ଅଧେ କହିଥିବି ବୋଧେ। ଶିବବାବୁ କହିଲେ ତାପରେ ଆପଣ ଆଉ କେବେ କହିନାହାନ୍ତି? ବ୍ରଜବାବୁ କହିଲେ ସମୟ କାହିଁ? ଶିବବାବୁ କହୁଛନ୍ତି ଦସ୍ that account for it। ଏହା ତାର କାରଣ, କାରଣ ସମୟ ଦେଇ ପାରୁନାହାନ୍ତି ସ୍ତ୍ରୀଙ୍କୁ। ଦେନ୍ ଶିବବାବୁ କଣ ଲେଖିବାରେ ଲାଗିଲେ, ବୁଝିପାରିଲା? ଶିବବାବୁ ଲେଖିବାରେ କଣ ତାଙ୍କର ଲାଗିଲେ, ଦେନ୍ କହିଲେ ଆଚ୍ଛା, କି ଧରଣର ଅତ୍ୟାଚାର ଆପଣଙ୍କ ଉପରେ ସେ କରନ୍ତି, ଆପଣଙ୍କ ସ୍ତ୍ରୀ ଆପଣଙ୍କ ଉପରେ କି ଅତ୍ୟାଚାର କରନ୍ତି? ବ୍ରଜବାବୁ କହିଲେ ଏଇ ଧରନ୍ତୁ, ମୁଁ ଟୁରରେ ଫେରିଲା ବେଳେ ଦେଖ ତ ମୋ ସ୍ତ୍ରୀ ଘରେ ନାହିଁ, କିମ୍ବା ଘରେ ଥିଲେ ମତେ ଅଭ୍ୟର୍ଥନା ଜଣାନ୍ତି ନାହିଁ, ହଠାତ୍ ଗୃହଲକ୍ଷ୍ମୀ ସମିତି ସଭାକୁ ବାହାରି ଯାଆନ୍ତି, ମୁଁ କପେ ଚା ବି ଖାଇବାକୁ ପାଏନି। ପୂଜାରୀ ଚାକର ମାନେ ସଂଘ ଅଳିଥିବାରୁ ପୂଜାରୀ ରୋଷେଇ କରି ଥୋଇ ଦେଇ ଚାଲିଯାଏ, ଚାକର ତା କାମ ସାରି ବୁଲି ବାହାରିଯାଏ। ବୁଝିପାରିଲା? ମୁଁ ସବୁ କାମ ବାଧ୍ୟ ହୋଇ କରେ। ଦେନ୍ ଶିବବାବୁ କହିଲେ କେବଳ ଏଇଆ ତ? ବ୍ରଜବାବୁ କହିଲେ ନାଇଁ, ଆହୁରି ଅଛି ଆଜ୍ଞା। ଯୁଦ୍ଧ ଲାଗିଲା ଇଣ୍ଡୋନେସିଆରେ, ମୋର ସ୍ତ୍ରୀ ଆହତ ସୈନ୍ୟ ମାନଙ୍କ ପାଇଁ ସୁଇଟର ମଫସଲ ବୁଣିବାରେ ବ୍ୟସ୍ତ, ଅଥଚ ମୋ କୋଟ ପ୍ୟାଣ୍ଟ ସାର୍ଟ ଛିଣ୍ଡି ଗଲାଣି, ମରାମତି ହେଇପାରୁନି, ବୋତାମ ନାହିଁ, ସବୁ ଲଗା ହେଇପାରୁନି। ବୁଝିପାରୁଛ ନା? ସେ କହୁଛନ୍ତି ମାନେ ତାଙ୍କ ସ୍ତ୍ରୀ କିଭଳି ଅତ୍ୟାଚାର କରୁଛନ୍ତି। ଯୁଦ୍ଧ ଲାଗୁଛି ଇଣ୍ଡୋନେସିଆରେ, ପଛେ ଆହତ ସୈନ୍ୟ ମାନଙ୍କ ପାଇଁ ସୁଇଟର ବୁଣି ଦଉଛନ୍ତି, ପରନ୍ତୁ ବ୍ରଜବାବୁଙ୍କର କୋଟ ପ୍ୟାଣ୍ଟ ସାର୍ଟ ଛିଣ୍ଡି ଗଲେ ମରାମତି ଆଉ କରିପାରୁନାହାନ୍ତି। ବୁଝିପାରିଲା? ସେଇ କି ସେଥିରେ ବୋତମ ଲଗାଇ ହେଇପାରୁନି, କି ଲଗା ହେଇପାରୁନି ମଧ୍ୟ। ଶିବବାବୁ ପଚାରିଲେ ଆଉ କଣ? ନା ବ୍ରଜବାବୁ କହିଲେ ଅଧିକାଂଶ ସମୟରେ ମୋ ସ୍ତ୍ରୀ ବାହାରେ। ବୁଝିପାରିଲା? ବ୍ରଜବାବୁ କହୁଛନ୍ତି ଅଧିକାଂଶ ସମୟରେ ମୋ ସ୍ତ୍ରୀ ବାହାରେ, ପ୍ରାୟ ରାତି 10ଟା ବେଳକୁ ଘରକୁ ଫେରନ୍ତି। ଅଧିକାଂଶ ସମୟ ମୋ ସ୍ତ୍ରୀ ବାହାରେ, ପ୍ରାୟ ରାତି 10ଟା ବେଳକୁ ଘରକୁ ଫେରନ୍ତି, ଅଧିକାଂଶ ସମୟ ବାହାରୁ ଖାଇକରି ଆସିଥାନ୍ତି। ଶିବବାବୁ କହିଲେ ହଉ, ସେଇ ଯଥେଷ୍ଟ। ଦେଖନ୍ତୁ ବ୍ରଜବାବୁ, ଏଥିରେ ମୁଁ ଦେଖୁଛି ଆପଣଙ୍କର ହିଁ ଦୋଷ। ଦେଖ ପିଲେ, ବ୍ରଜବାବୁଙ୍କର ଦୋଷ ବୋଲି କହୁଛନ୍ତି ସାଇକାଟ୍ରିଷ୍ଟ, ଯେ ଆପଣଙ୍କର ହିଁ ଦୋଷ। ଦେନ୍ ବ୍ରଜବାବୁ କହିଲେ ମୋର ଦୋଷ? ଶିବବାବୁ କହିଲେ
ହଁ ଆପଣଙ୍କର ଯୋଉ ପ୍ରଯୋଗ କହିଲେ ବା ଭଲ ସାଇକ୍ଲୋ ସାଇକୋ ଆନାଲିସିସ୍ କଲେ ଆପଣ ଆଉ କଣ ଏଁ? ବୁଝିପାରିଲା ଭଲ ମନସ୍ତତ୍ଵକ ଆନାଲିସିସ୍ କଲେ ଆଉ କଣ ବିଶେଷ ବିଶେଷଣ କଲେ ଆଉ କଣ ଆଁ? ମନ ବିଶେଷଣ କଲେ ମନୋଭାବକୁ ଆଉ କଣ ଆଁ? ମୋର ଭଲା ଦୋଷ ଟା କେଉଁଠି? ମୋର ଦୋଷ ଟା ତାହେଲେ କେଉଁଠି ରହିଲା କୁହନ୍ତୁ ଦେନ୍ ଶିବ ବାବୁ କହିଲେ ଆହା ଆହା ରାଗୁଛନ୍ତି କାହିଁକି ରାଗୁଛନ୍ତି କାହିଁକି? ଶୁଣନ୍ତୁ ଆପଣ ବଡ ଅସାମାଜିକ ହୋଇପଡିଛନ୍ତି ବୁଝିପାରିଲା। କଣ ସାମାଜିକ ଆଉ ହେଇନାହାନ୍ତି ବୁଝିପାରିଲେ ଆଉ ହେଇକି ରହିନାହାନ୍ତି ଅସାମାଜିକ ହେଇଯାଇଛନ୍ତି ବୁଝିପାରିଲା ସ୍ତ୍ରୀଙ୍କ ସହିତ ଯଥେଷ୍ଟ ମିଳାମିଶା କରିପାରି ନାହାନ୍ତି ଆପଣ ଅସାମାଜିକ ହେଇ ପଡିଛନ୍ତି। ଦେନ୍ ବ୍ରଜକୁ କହିଲେ ସେଇଥିପାଇଁ ମୁଁ କଣ କରିବି? ମୋର ତ ଫେର ଚାକିରି ଅଛି ହେଁ ସ୍ତ୍ରୀ ସଂସାର କଥା ବୁଝିବାକୁ ମୋର ସମୟ କାଇଁ ଏଁ? ତାପରେ ଶିବ ବାବୁ କଣ କହୁଛନ୍ତି ପିଲେ ଏସବୁ ତମ ମାନଙ୍କର ଦେଖ ବିଲେ ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା ଠିକ ଅଛି ତାହେଲେ ଆଜି ପାଇଁ ମୁଁ ସେତିକି।